ବାପା ମୋତେ କ୍ଷମା କରିଦେବ। ମୁଁ ଆଉ ପାରିଲିନି, ଶେଷରେ ସବୁଦିନ ପାଇଁ ତୁମକୁ ଛାଡ଼ି ଚାଲି ଯାଉଛି। ଏ କାମର ପଙ୍କରେ ମୁଁ ଏମିତି ଛନ୍ଦି ହୋଇଯାଇଛି ଯେ ଏଥିରୁ ବାହାରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ସତେ ଯେମିତି ଭିତରକୁ ଯାଉଛି। ମୁଁ ମୋ ସିନିୟରକୁ ଖୁସି କରିପାରିଲିନି। ଯେତେବେଳେ କାମ କଲେ ବି ସବୁବେଳେ ଅପମାନ ଓ ନିର୍ଯାତନା ସହି ସହି ମୋର ଭୋକ ଶୋଷ ସବୁ ଭୁଲି ଯାଉଛି। ସବୁବେଳେ ଖାଲି କେମିତି ଭଲ କାମ କରି ସିନିୟରକୁ ଖୁସି କରିବି ସେଥିପାଇଁ ଚେଷ୍ଟା କରୁଥିଲି, ତଥାପି ପାରିଲିନି ବାପା। ଏମିତି ବି ମୁଁ ସବୁ କଥାକୁ ଭାବି ଭାବି ମୋତେ ରାତିରେ ନିଦ ଆସେନି। କହିବାକୁ ଗଲେ ମୁଁ 45 ଦିନ ହେଲା ରାତିରେ ଠିକ୍ ସେ ଶୋଇନି। ବାପା, ତୁମର ଏ ହତଭାଗା ପୁଅକୁ ତୁମେ କ୍ଷମା କରିଦେବ। ତୁମକୁ ଦେଖାଇଥିବା ସ୍ୱପ୍ନ ଆଜି ମୁଁ ସତ କରିପାରିଲିନି। ଯେଉଁ ଘର ବନେଇବାକୁ ମୁଁ ତୁମକୁ କଥା ଦେଇଥିଲି, ଆଜି ସେହି କଥାର ଯେମିତି ମୂଲ୍ୟ ରହିଲାନି। ଭାବିଥିଲି ଚାକିରି କଲେ ଗୋଟେ ଭଲ ଘର କରିଥାନ୍ତି, ଆଉ ଆମେ ସମସ୍ତେ ସେଠାରେ ମିଶିକି ରହିଥାନ୍ତେ। କିନ୍ତୁ ଅଫିସର କାମ ମୋ ଉପରେ ଏତେ ଭାରି ପଡ଼ୁଛି ଯେ ପ୍ରତି ମୁହୂର୍ତ୍ତରେ ମୋତେ କଷ୍ଟ ଦେଉଛି। ଆଉ ଏ ସିନିୟରଙ୍କ ବ୍ୟବହାର ସତରେ ମୋତେ ଯେମିତି ତିଳ ତିଳ କରି ମାରି ଚାଲିଛି। ଏତେ ପାଠ ପଢ଼ି ମଧ୍ୟ ଲାଗୁଛି ଯେମିତି କୌଣସି କାମରେ ତୁମ କାନ୍ଧରେ କାନ୍ଧ ମିଶାଇ ଚାଲିପାରିଲିନି। ସରି ବାପା, ପାରିବ ଯଦି ମୋତେ କ୍ଷମା କରିଦେବ। ମୁଁ ଆତ୍ମହତ୍ୟା କରିବାକୁ ଯାଉଛି। ଏ କଥା ଥିଲା ଜଣେ ରୋଜଗାରିଆ ପୁଅର ତା ପରିବାର ପାଇଁ ଲୁହଭରା ଶେଷ କଥା। କଷ୍ଟ ଆଉ ଯନ୍ତ୍ରଣାର କୋହକୁ ଛାତିରେ ଜାବୁଡ଼ି ଧରି ରହିଥିବା ଏହି ପୁଅ ଆଜି ଶେଷରେ ନିଜର ଜୀବନ ହାରିଯାଇଛି। ଭାବିଥିଲେ ଚାକିରି ପାଇବା ପରେ ଅନେକ ପଇସା ରୋଜଗାର କରିବେ, ସବୁଠି ନାଁ କମେଇବେ। ହେଲେ କିଏ ଜାଣିଥିଲା ଚାକିରି ପାଇବା ପରେ ଏମିତି କିଛି ଘଟିଯିବ ବୋଲି, ଆଉ ନିଜ ହାତରେ ନିଜର ଜୀବନ ଚାଲିଯିବ ବୋଲି। ହଁ ଆଜ୍ଞା, ଚାକିରି କଲା ପରେ କାମର ଚାପ ତ ସମସ୍ତଙ୍କ ମୁଣ୍ଡ ଉପରେ କାଳ ପରି ଝୁଲି ରୁହେ। କିନ୍ତୁ ଯଦି ପାଖରେ କେହି ଜଣେ ସାହସ ଦେବାକୁ ନଥାଏ, ତାହେଲେ ନିରୀହ ମଣିଷଟେ ଧୈର୍ଯ୍ୟହରା ହୋଇଯାଏ, ଆଉ ଶେଷରେ ଏମିତି କିଛି ନିଷ୍ପତ୍ତି ନେଇଯାଉ ଯାହାକି ସେ ନିଜେ ବି ଭାବିନଥାଏ। ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ, ଯେଉଁଠାରେ ଏକ ବାଜାଜ ଫାଇନାନ୍ସ କମ୍ପାନୀର 42 ବର୍ଷୀୟ ରତୁଣ ସକ୍ସେନା କାମ କରୁଥିଲେ। କିନ୍ତୁ ପ୍ରବଳ କାମ ଚାପ ଓ ସିନିୟରଙ୍କ ଖରାପ ବ୍ୟବହାରକୁ ତରୁଣ ସହି ନପାରି ଶେଷରେ ରବିବାର ଦିନ ଆତ୍ମହତ୍ୟା କରିଛନ୍ତି। ଏହାପରେ ପୋଲିସ ଖବର ପାଇ ଶବକୁ ନେଇ ନିଜ ପରିବାରକୁ ଦିଆଯାଇଥିବା କୁହାଯାଇଛି। ତେବେ ତରୁଣ ସେହି କମ୍ପାନୀରେ ଏରିଆ ମ୍ୟାନେଜର ଭାବରେ କାମ କରୁଥିବା ବେଳେ ତାଙ୍କର ଏହି ମୃତ୍ୟୁ ପାଇଁ କମ୍ପାନୀ ପକ୍ଷରୁ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳୁନଥିବା ବେଳେ କର୍ମକ୍ଷେତ୍ରରେ ଏହି କାମକୁ ନେଇ ଚର୍ଚ୍ଚା ଜୋର ଧରିଛି। ବ୍ୟୁରୋ ରିପୋର୍ଟ, A1 ଓଡ଼ିଆ।